ପିଲାମାନେ ନେକ୍ସଟ ପ୍ରଶ୍ନ ପତ୍ରିକା ଦେଖିବା 56 ନମ୍ବର କ'ଣ ଦେଇଛି। ଓଡ଼ିଶାରେ କେଉଁ ମସିହାରେ ପ୍ରଥମେ ପଞ୍ଚାୟତ ରାଜ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା? ତ ପ୍ରଶ୍ନଟି ଏହିପରି ଦେଇଛି ଯେ କେଉଁ ମସିହାରେ ପଞ୍ଚାୟତି ରାଜ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା? ତ ଏହାର ଆନ୍ସର ହେଉଛି 26 ଜାନୁଆରୀ 1961ରେ ଯେତେବେଳେ ବିଧିବଦ୍ଧ ଭାବେ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। ତ ଅପସନ୍ ନମ୍ବର ଡି। 57 ପ୍ରଶ୍ନ ପିଲା କ'ଣ ଦେଇଛି? କେଉଁ ସମ୍ବିଧାନ ସଂଶୋଧନ ଦ୍ୱାରା ମୌଳିକ କର୍ତ୍ତବ୍ୟ ଗୁଡ଼ିକୁ ସମ୍ବିଧାନରେ ଯୋଡ଼ା ଯାଇଥିଲା? ତ ଯେତେବେଳେ ସ୍ୱର୍ଣ୍ଣ ସିଂ କମିଟିର ସୁପାରିଶ ହେଇଥିଲା ସେତେବେଳେ 1976 ମସିହାରେ ଏଇ ଯେଉଁ ମୌଳିକ କର୍ତ୍ତବ୍ୟ ରହିଛି, ଆମ ମୌଳିକ କର୍ତ୍ତବ୍ୟ କେତେଟା ଅଛି? 11ଟା ମୌଳିକ କର୍ତ୍ତବ୍ୟ ରହିଛି। ପିଲା ବୁଝିଲ? ତ ସେଇ ଯେଉଁ ମୌଳିକ କର୍ତ୍ତବ୍ୟ ରହିଛି ତାର ସଂଶୋଧନ 42ତମ ସଂଶୋଧନ କରାଯାଇଥିଲା। ନେକ୍ସଟ ପ୍ରଶ୍ନ 58 ପ୍ରଶ୍ନରେ କ'ଣ ଦେଇଛି? ଆମର ଯେଉଁ ଜଏଣ୍ଟ ସେସନ ରହିଛି, ଯେଉଁ ଯୁଗ୍ମ ଅଧିବେଶନ ରହିଛି ଭାରତୀୟ ସଂସଦର, ତାକୁ କିଏ ଆହ୍ୱାନ ଦେଇଥିଲେ? ଆମର ଜଏଣ୍ଟ ସେସନ ରହିଛି, ଯେଉଁ ଲୋକସଭା ରାଜ୍ୟସଭା ରହିଛି, ସେଇଟା କ'ଣ? ତ କିଏ ଆହ୍ୱାନ କରିବେ? ରାଷ୍ଟ୍ରପତି କରିବେ। କେତେତମ ଅନୁଚ୍ଛେଦ ଅନୁଯାୟୀ କରିବେ? 108ତମ ଅନୁଚ୍ଛେଦ ଅନୁଯାୟୀ ଉଭୟ ଗୃହର ମିଳିତ ଅଧିବେଶନକୁ ଡାକନ୍ତି ସିଏ। ପିଲେ ବୁଝିଲ? ଅପସନ୍ ସି। ନେକ୍ସଟ ପିଲେ 59 କ'ଣ ଦେଇଛି ଦେଖିବା। ଭାରତରେ ଜନହିତ ମାମଲା ବା ପବ୍ଲିକ ଇଣ୍ଟରେଷ୍ଟ ଲିଗାଲାଇଜେସନ ବା PIL ର ଜନକ କାହାକୁ କୁହାଯାଇଥାଏ? ଯେଉଁ PIL ର ଜନକ କିଏ? ଜଷ୍ଟିସ PN ଭଗବତୀ, ଯେ ଜଣେ ନ୍ୟାୟିକ ସକ୍ରିୟତା କ୍ଷେତ୍ରରେ ବିପ୍ଳବ ଆରମ୍ଭ କରିଥିଲେ, ସଂଗ୍ରାମ ଚଲାଇଥିଲେ। କିଏ? ଜଷ୍ଟିସ PN ଭଗବତୀ। ନେକ୍ସଟ ପିଲେ କ'ଣ ଦେଇଛି? 60 ପ୍ରଶ୍ନ ଦେଇଛି। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ? ସ୍ୱାଧୀନତା ପୂର୍ବରୁ ମୁଖ୍ୟମନ୍ତ୍ରୀ କିଏ ଥିଲା? ବିଶ୍ୱନାଥ ଦାସ। ସ୍ୱାଧୀନତା ପରେ କିଏ ହେଲା? ହରେକୃଷ୍ଣ ମହତାବ। ସିଏ ହେଲେ ଭାରତର ସ୍ୱାଧୀନ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ, ହରେକୃଷ୍ଣ ମହତାବ। ନେକ୍ସଟ ପିଲେ କ'ଣ ଦେଇଛି? 61 ଦେଇଛି। ସମ୍ବିଧାନର କେଉଁ ଅଂଶକୁ ନାଗରିକମାନଙ୍କର ମାଗ୍ନା କାର୍ଟା ବା ମାଗ୍ନା କାର୍ଟା ଅଫ୍ ଇଣ୍ଡିଆ ବୋଲି କାହାକୁ କୁହାଯାଏ? ସେ କେଉଁ ଅଂଶକୁ କୁହାଯାଇଥାଏ? ତ ମୌଳିକ ଅଧିକାରକୁ କୁହାଯାଏ ମାଗ୍ନା କାର୍ଟା ଅଫ୍ ଇଣ୍ଡିଆ ଭାଗ 3। ନେକ୍ସଟ 62 ନମ୍ବର ପ୍ରଶ୍ନ ପିଲା କ'ଣ ଦେଇଛି? ଭାରତୀୟ ସମ୍ବିଧାନର କେଉଁ ଅନୁଚ୍ଛେଦର ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଦେଖାଯାଏ? ତମକୁ କହିଥିଲି ଆମର 3ଟି ଜରୁରୀକାଳୀନ ପରିସ୍ଥିତି ରହିଛି, 352, 356, 360। 352 କ'ଣ? ନ୍ୟାସନାଲ ଏମର୍ଜେନ୍ସି। 356 କ'ଣ? ଷ୍ଟେଟ୍ ଏମର୍ଜେନ୍ସି। ଆଉ 360 କ'ଣ? ଫାଇନାନ୍ସିଆଲ ଏମର୍ଜେନ୍ସି। ତ 3ଟି ଯେଉଁ ଜରୁରୀକାଳୀନ ପରିସ୍ଥିତି ରହିଲା ତା ମଧ୍ୟରୁ ଯେଉଁ ଆର୍ଥିକ ଜରୁରୀକାଳୀନ ବା ଫାଇନାନ୍ସିଆଲ ଏମର୍ଜେନ୍ସି ରହିଲା ସେଟା କେତେ ନମ୍ବର ଧାରା ଅନୁଚ୍ଛେଦ ରହିଛି? ଧାରା 360। ତ ନେକ୍ସଟ ପ୍ରଶ୍ନ ପିଲେ କ'ଣ ଦେଇଛି? ଆମ ରାଜ୍ୟସଭାରେ ଜଣେ ସଦସ୍ୟ ହେବା ପାଇଁ ସର୍ବନିମ୍ନ ବୟସ ସୀମା କେତେ? ରାଜ୍ୟସଭା ପାଇଁ କେତେ ଦରକାର? 30 ବର୍ଷ ବୟସ ସର୍ବନିମ୍ନ। ନେକ୍ସଟ ପିଲେ ଏକା ଦେଇଛି। ନିମ୍ନତ ମଧ୍ୟରୁ କାହାକୁ ପାର୍ଲାମେଣ୍ଟର ସଦସ୍ୟ ନଥାଇ ମଧ୍ୟ ସେ ଜଣେ ଭାଷଣ ଦେବାର ଅଧିକାରୀ ହୁଅନ୍ତି? ଆମର ଯେଉଁ ଗୃହର କାର୍ଯ୍ୟରେ ସେ ଭାଗ ନିଅନ୍ତି କିନ୍ତୁ ଭୋଟ ଦେଇପାରନ୍ତି ନାହିଁ। କିଏ? ଆଟର୍ଣ୍ଣି ଜେନେରାଲ। ନେକ୍ସଟ 65 ପିଲେ କ'ଣ ଦେଇଛି? ଆମର ଯେଉଁ ଜାତୀୟ ମାନବ ଅଧିକାର କମିଶନର ବା NHRC କେଉଁ ମସିହାରେ ଗଠିତ ହେଲା? ଆମର ଯେଉଁ ମାନବ ଅଧିକାର ସୁରକ୍ଷା ଆଇନ ଯେଉଁ NHRC, ତ ସେଟା କେବେ ପ୍ରତିଷ୍ଠା ହେଲା? 1993ରେ ପ୍ରତିଷ୍ଠା କରାଗଲା। 66 ପିଲେ କ'ଣ ଦେଇଛି? ସମ୍ବିଧାନର 11ତମ ଅନୁଚ୍ଛେଦରେ ପଞ୍ଚାୟତ ପାଇଁ କେତୋଟି ବିଷୟ ରଖାଯାଇଛି? ଆମର 73ତମ ଯେତେବେଳେ ସମ୍ବିଧାନ ସଂଶୋଧନ ଆଇନ କରାଗଲା ତ ପଞ୍ଚାୟତ ଗୁଡ଼ିକରେ 29ଟି ବିଷୟକୁ କାର୍ଯ୍ୟ କରିବାକୁ କ୍ଷମତା ଦିଆଯାଇଥିଲା। ନେକ୍ସଟ ପିଲେ କ'ଣ ଦେଇଛି? 67 ଭାରତର ଉପରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ପାଇଁ ପ୍ରସ୍ତାବ କେଉଁଠାରେ ଆଗତ କରାଯାଇଛି? ଯେତେବେଳେ ସେ ଜଣେ ରାଜ୍ୟସଭାର ଚେୟାରମ୍ୟାନ ହୋଇଥିବେ ସେ ପ୍ରସ୍ତାବଟା ହିଁ ସେଠୁ ଆରମ୍ଭ ହୋଇଥାଏ। ନେକ୍ସଟ 68 ରେ କ'ଣ ଦେଇଛି? ରାଜ୍ୟ ସରକାରଙ୍କର ପ୍ରଥମ ଆଇନ ଅଧିକାରୀ କିଏ?
ଅନୁଚ୍ଛେଦ 165 ଅନୁଯାୟୀ ଆଡଭୋକେଟ୍ ଜେନେରାଲ ହେଉଛନ୍ତି ରାଜ୍ୟ ସରକାରଙ୍କର ପ୍ରଥମ ଆଇନ ଅଧିକାରୀ। 69 ପ୍ଲେ କ'ଣ ଦେଇଛି, ସମ୍ବିଧାନ ସଭାର ଶେଷ ବୈଠକ କେବେ ବସିଥିଲା? ଆମ ସମ୍ବିଧାନ ସଭା ଶେଷ ବୈଠକ କେବେ ବସିଥିଲା? 24 ଜାନୁଆରୀ 1950। 57 ପ୍ଲେ କ'ଣ ଦେଇଛି, ଓଡ଼ିଶାର କେଉଁ ମସିହାରେ ପ୍ରଥମ ମ୍ୟୁନିସିପାଲିଟି ଗଠିତ ହୋଇଥିଲା? ଆମର ପ୍ରଥମ ମ୍ୟୁନିସିପାଲିଟି କେଉଁଠି? କଟକ। କେବେ ହେଇଥିଲା? 1876ରେ। ବ୍ୟକ୍ତିଗତ ସ୍ୱାଧୀନତା ପାଇଁ କେଉଁ ରିଟ୍ ଜାରି କରାଯାଇଛି? ଆମର ଯେଉଁ ଅଛି ହେବିୟସ୍ କର୍ପସ୍, ମାଣ୍ଡାମସ୍, ସେରିଟିଓରି, ପ୍ରୋହିବିସନ୍ ଆଉ କ୍ୟୁଆରାଣ୍ଟ, ଏଇସବୁ ରହିଛି, ରିଟ୍ ସବୁ ରହିଛି। ତା ଭିତରୁ ଏଇ ଯେଉଁ ବ୍ୟକ୍ତିଗତ ସ୍ୱାଧୀନତା ରହିଛି ଏଇଟା କେଉଁଠି ଅଛି? ଶରୀର ପ୍ରଦର୍ଶନୀ ପାଇଁ, ଯାହାକି ଗୋଟେ ବେଆଇନ ବନ୍ଦୀ ବିରୋଧରେ ଜାରି ହୁଏ, ହେବିୟସ୍ କର୍ପସ୍। ଭାରତୀୟ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଏ ପର୍ଯ୍ୟନ୍ତ କେତେ ଥର ଲାଗୁ ହୋଇଛି? ଆମର ଯେତେବେଳେ ପାକିସ୍ତାନ ଚୀନ ଭାରତ ଯୁଦ୍ଧ ହେଲା ବା ପାକିସ୍ତାନ ଯୁଦ୍ଧ ହେଲା କିମ୍ବା ଆଭ୍ୟନ୍ତରୀଣ ଯେଉଁ ଶାନ୍ତି ଶୃଙ୍ଖଳା ରହିଲା ନାହିଁ କେତେବେଳେ 1975 ମସିହାରେ ଇନ୍ଦିରା ଗାନ୍ଧୀଙ୍କ ପିରିୟଡ଼ରେ, ଆଉ 1962ରେ ଯେତେବେଳେ ଚୀନ ପାକିସ୍ତାନ ୱାର୍ ହେଲା, 1971ରେ ପାକିସ୍ତାନ ୱାର୍ ହେଲା, ସେହି ସମୟରେ କ'ଣ ହେଲା? 3 ଥର ଜାତୀୟ ଜରୁରୀକାଳୀନ ପରିସ୍ଥିତି ବା ନ୍ୟାସନାଲ ଏମର୍ଜେନ୍ସି ଏ ପର୍ଯ୍ୟନ୍ତ ଲାଗୁ କରାଯାଇଛି। 73 ପ୍ଲେ କ'ଣ ଦେଇଛି, ଆମ ଲୋକସଭାର ସଦସ୍ୟମାନଙ୍କୁ କିଏ ଶପଥ ପାଠ କରେଇଥାନ୍ତି? ତ ଲୋକସଭାର ସଦସ୍ୟମାନଙ୍କୁ କିଏ? ରାଷ୍ଟ୍ରପତି କିମ୍ବା ତାଙ୍କ ଦ୍ୱାରା ନିଯୁକ୍ତ ବ୍ୟକ୍ତି ହିଁ ଆମର ତାଙ୍କୁ ଶପଥ ପାଠ କରେଇ ପାରିବେ। ତ ଏଠି ଅପସନ୍ ଡି। ନେକ୍ସଟ ପ୍ଲେ କ'ଣ ଦେଇଛି? 74 ପ୍ରଶ୍ନ, ସମ୍ବିଧାନର ଚତୁର୍ଥ ଭାଗ କାହା ସହିତ ସମ୍ପୃକ୍ତ? ଆମର ଯେଉଁ ସମ୍ବିଧାନ ରହିଛି ତାର ଯେଉଁ ଚତୁର୍ଥ ଭାଗ ରହିଛି ଧାରା ଅନୁଚ୍ଛେଦ 36ରୁ ଧାରା 51, ଏଇ ଯେଉଁ ସମ୍ବିଧାନଟି ରାଷ୍ଟ୍ରୀୟ ନୀତିର ନିର୍ଦ୍ଦେଶକ ତତ୍ତ୍ୱ ଭାଗ ଦ୍ୱାରା ସମ୍ପୃକ୍ତ। ନେକ୍ସଟ ପ୍ଲେ କ'ଣ ଦେଇଛି? 75 ପ୍ରଶ୍ନ ଦେଇଛି, ଭାରତୀୟ ସମ୍ବିଧାନର କେଉଁ ଅନୁଚ୍ଛେଦରେ ଆମର ଯେଉଁ ଅବଶିଷ୍ଟ କ୍ଷମତା ବିଷୟରେ ଉଲ୍ଲେଖ ରହିଛି? ତ ଅବଶିଷ୍ଟ କ୍ଷମତା ଆମର ଯେଉଁ 3ଟି ତାଲିକାରେ ନାହିଁ ସେହି ବିଷୟରେ ଅନୁଚ୍ଛେଦ 248 ମସିହାରେ ହିଁ ଏଇଟା କରାଯାଇଛି। 76 ନିମ୍ନଲିଖିତ ମଧ୍ୟରୁ କିଏ ଜଣେ ରାଜ୍ୟପାଳଙ୍କୁ ବହିଷ୍କାର କରିପାରିବ? ଯିଏ ନିଯୁକ୍ତି ଦେବ ସେ ହିଁ ବହିଷ୍କାର କରିବ। ତ ବହିଷ୍କାର କରିବ କିଏ? ରାଷ୍ଟ୍ରପତି। ନେକ୍ସଟ ପ୍ଲେ କ'ଣ ଦେଇଛି? ରାଜ୍ୟ ବିଧାନସଭାରେ ଅର୍ଥ ବିଲ୍ ଆଗତ କରିବା ପାଇଁ କାହାର ପୂର୍ବ ଅନୁମତି ଆବଶ୍ୟକ? ଯେତେବେଳେ ରାଜ୍ୟପାଳଙ୍କ ସୁପାରିଶ ବିନା ବିଧାନସଭାରେ ଅର୍ଥ ବିଲ୍ କେବେ ବି ଆଗତ ହୋଇପାରିବ ନାହିଁ। ତ ସେପାଟେ ସେମିତି କେମିତି? ରାଷ୍ଟ୍ରପତିଙ୍କ ସୁପାରିଶ କିମ୍ବା କେଉଁଠି ଲୋକସଭା ଆଉ ରାଜ୍ୟସଭାରେ ଅର୍ଥ ବିଲ୍ ଆଗତ ହୋଇପାରିବ ନାହିଁ। ଯେହେତୁ ଏଠି ରାଜ୍ୟ କଥା ପଡ଼ିଛି ତ ରାଜ୍ୟପାଳ ହେଉଛି ତାର ଆନ୍ସର। 78 ପ୍ଲେ କ'ଣ ଦେଇଛି? ଗୋଟେ ଗ୍ରାମ ପଞ୍ଚାୟତ ଗଠନ କରିବା ପାଇଁ ଅତି କମରେ କେତୋଟି ୱାର୍ଡ ରହିବା ଆବଶ୍ୟକ? ସର୍ବନିମ୍ନ ଆମ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ ଅନୁଯାୟୀ 11ଟି ୱାର୍ଡ ରହିବା ଆବଶ୍ୟକ। ଭୋଟ ଦେବାର ଅଧିକାର ଏକ କି ପ୍ରକାର ଅଧିକାର? ଗୋଟେ ଲିଗାଲ ରାଇଟ୍, ଆମ ଆଇନଗତ ଅଧିକାର ସେଇଟା ଯାଉଛି। ତ ନେକ୍ସଟ ଏଇଠି ଓଡ଼ିଶାରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବା CEO କିଏ ଅଟନ୍ତି? ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳ, ତ ସେ ହିଁ CEO ହେବେ ନା। 81 ପ୍ଲେ କ'ଣ ଦେଇଛି? ପ୍ରଥମେ କେଉଁ ରାଜ୍ୟରେ ପଞ୍ଚାୟତ ରାଜ ବ୍ୟବସ୍ଥା ଲାଗୁ ହୋଇଥିଲା? ପ୍ରଥମେ କେଉଁଠି ହେଇଥିଲା? 1959 ଅକ୍ଟୋବର 2 ତାରିଖ ଆମର ରାଜସ୍ଥାନ। ଓଡ଼ିଶାରେ ପିଲେ ଲାଗୁ କେବେ ହେଲା? 1961ରେ ହେଲା। କ'ଣ ହେଲା? ପଞ୍ଚାୟତ ରାଜ ବ୍ୟବସ୍ଥା। 82 କ'ଣ ଦେଇଛି? ସମ୍ବିଧାନର କେଉଁ ଅନୁଚ୍ଛେଦରେ ଗ୍ରାମ ସଭା ବିଷୟରେ ଉଲ୍ଲେଖ କରାଯାଇଛି? ତ ଗ୍ରାମ ସଭାର ଯେଉଁ ଶକ୍ତି ଆଉ କାର୍ଯ୍ୟବଳୀ ବର୍ଣ୍ଣିତ କେଉଁଠି କରାଯାଇଛି? ଅନୁଚ୍ଛେଦ 243A। ରାଷ୍ଟ୍ରପତି ନିଜର ଇସ୍ତଫା ପତ୍ର କାହାକୁ ପ୍ରଦାନ କରନ୍ତି? ଯେତେବେଳେ ସାମ୍ବିଧାନିକ ନିୟମ ଅନୁଯାୟୀ
ଉପରାଷ୍ଟ୍ରପତିଙ୍କୁ ହିଁ କେବଳ ରାଷ୍ଟ୍ରପତି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିପାରିବେ। ଭାରତୀୟ ସମ୍ବିଧାନର ସମୁଦାୟ କେତୋଟି ଅନୁଚ୍ଛେଦ ବା ସିଡ୍ୟୁଲ ରହିଛି? କେତୋଟି ରହିଛି? ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର 12ଟା ରହିଛି। 85 ଡିପି ଏଣ୍ଟ୍ରାନ୍ସକୁ ସବସ୍କ୍ରାଇବ୍ କରନ୍ତୁ। ରାଜ୍ୟସଭାରେ ସର୍ବାଧିକ କେତେ ଜଣ ସଦସ୍ୟ ରହିପାରିବେ? ସର୍ବନିମ୍ନ କେତେ ଜଣ? 250। 250 ମାଧ୍ୟମ ପଳେଇ ଆସିବନି, ଭୁଲ ହେଇଯିବ। ବର୍ତ୍ତମାନ ଓଡ଼ିଶାର ରାଜ୍ୟପାଳ କିଏ? ରଘୁବର ଦାସ। ପିଲେ କ'ଣ ଦେଇଛି? ନେକ୍ସଟ 87 ଦେଇଛି ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଆଇନ କେଉଁ ବର୍ଷଠାରୁ ଲାଗୁ କରାଯାଇଛି? ଯଦି ପଚାରିଥାନ୍ତା ପିଲେ କେବେ ପାସ୍ ଆରମ୍ଭ କରାଯାଇଥିଲା ତ 2009 ମସିହାରେ, କିନ୍ତୁ ଲାଗୁ କରାଯାଇଥିଲା କେବେ? 2010 ଏପ୍ରିଲ 1। ଭାରତୀୟରେ ସୂଚନା ଅଧିକାର ବା ରିଟ୍ ଆଇନ କେବେଠାରୁ କାର୍ଯ୍ୟକାରୀ ହେଲା? ଆମ ଭାରତରେ ଯେତେବେଳେ ସାରା ଦେଶରେ ଯେଉଁ ରିଟ୍ ରହିଛି ସମ୍ପୂର୍ଣ୍ଣ ଲାଗୁ କେବେ ହେଲା? 2005 ମସିହା ଅକ୍ଟୋବର ମାସ 12 ତାରିଖ ଦିନ ଏଇଟା ହିଁ ଲାଗୁ କରାଯାଇଥିଲା। 89 ରାଜ୍ୟ ବିଧାନ ପରିଷଦର ଗଠନ କିମ୍ବା ଉଚ୍ଛେଦ କରିବାର ଶକ୍ତି କାହାର ଅଛି? କାହାର ଅଛି ପିଲେ? ରାଜ୍ୟସଭା ବିଧାନସଭାର ଗଠନ ଉଚ୍ଛେଦ ସଂସଦର ରହିଛି। 3 ଜଣଙ୍କର, ଲୋକସଭା ରହିଛି, ରାଜ୍ୟସଭା ରହିଛି, ଆଉ ରାଷ୍ଟ୍ରପତିଙ୍କ ରହିଛି। କେଉଁ ଧାରା ଅନୁଯାୟୀ? ଧାରା 169 ଅନୁଯାୟୀ। ସମ୍ବିଧାନର କେଉଁ ଅନୁଚ୍ଛେଦରେ ସରକାରୀ ଭାଷା ବିଷୟରେ ଉଲ୍ଲେଖ କରାଯାଇଛି? ଆମର ସରକାରୀ ଭାଷା ଭାବେ ବର୍ତ୍ତମାନ ଓଡ଼ିଆକୁ କାରବାର କରାଗଲାଣି, କିନ୍ତୁ ଆଗରୁ କେଉଁଟା ଥିଲା? ହିନ୍ଦୀକୁ ଗୋଟେ କେନ୍ଦ୍ର ସରକାରଙ୍କ ଭାଷା ଭାବେ ଗ୍ରହଣ କରାଯାଇଛି। ତ ଅନୁଚ୍ଛେଦ 343ରେ ଏଇଟା ଉଲ୍ଲେଖ କରାଯାଇଛି। ନେକ୍ସଟ ପିଲେ କ'ଣ ଦେଇଛି? ଓଡ଼ିଶାରେ ବ୍ଲକ ସ୍ତରରେ ମୁଖ୍ୟ ପ୍ରଶାସନ ଅଧିକାରୀ କିଏ? ବ୍ଲକ ଡେଭଲପମେଣ୍ଟ ଅଫିସର ବା BDO। ନିର୍ବାଚନ କମିଶନଙ୍କ କାର୍ଯ୍ୟକାଳ କେତେ ବର୍ଷ? ପ୍ରାୟ 6 ବର୍ଷ କିମ୍ବା 65 ବର୍ଷ। ଯିଏ ଯେଉଁଠି ଆଗ ହେବ ସେଇଟା ଅବସର ନେଇଯିବେ। 93 ପ୍ରଶ୍ନ କ'ଣ ଦେଇଛି? ସମ୍ବିଧାନର କେଉଁ ଧାରାରେ ଧାର୍ମିକ ସ୍ୱାଧୀନତା ଅଧିକାର ରହିଛି? ଧର୍ମ ପାଳନ କରିବା ଆଉ ତାର ପ୍ରଚାର କରିବାକୁ ଏକ ସ୍ୱାଧୀନତା ଅଧିକାର ଦିଅନ୍ତି। ଧାରା 25ରୁ ଧାରା 28 ମଧ୍ୟରେ ଏଇଟା ରହିଛି। କେଉଁ ସଂସ୍ଥା ଭାରତର ସମ୍ବିଧାନର ଚୂଡ଼ାନ୍ତ ବ୍ୟାଖ୍ୟା କରେ? ତ କୋର୍ଟ ହିଁ ମାତ୍ର ଏମିତି ଗୋଟେ ଜିନିଷ ଯିଏକି ସମ୍ବିଧାନର ପ୍ରକୃତ ଅର୍ଥ ଏହାକୁ ପରିସରକୁ ବୁଝିବା ପାଇଁକି ସର୍ବୋଚ୍ଚ ନ୍ୟାୟାଳୟ ହିଁ ତାର ଆନ୍ସର ହେବ। 95 ବର୍ଷ ପିଲେ କ'ଣ ଦେଇଛି? ଆମ ଗୋଟେ ରାଜ୍ୟର ଯେଉଁ ଜରୁରୀକାଳୀନ ପାଣ୍ଠି ରହିଛି ଏଇଟା କାହା ଅଧୀନରେ ରହିଥାଏ? ରାଜ୍ୟରେ ଯିଏ ମୁଖ୍ୟ ତାଙ୍କ ଅଧୀନରେ ହିଁ ରାଜ୍ୟ ଜରୁରୀକାଳୀନ ପାଣ୍ଠିଟା ରହିବ ନା ନାହିଁ? ତ କାହା ଅଧୀନରେ ରହିବ? ରାଜ୍ୟପାଳଙ୍କ ଅଧୀନରେ ରହିବ। ନେକ୍ସଟ କ'ଣ ଦେଇଛି? ଭାରତରେ ଦଳବଦଳ ବିରୋଧୀ ଆଇନ କେବେ ଗୃହୀତ ହେଲା? ଭାରତରେ କେବେ ହେଲା? ଯେତେବେଳେ 52ତମ ସଂଶୋଧନ ଜରିଆରେ ଏହି ଆଇନକୁ 10ମ ଅନୁଚ୍ଛେଦରେ ଯୋଡ଼ାଗଲା। କେବେ? 1985ରେ। ନେକ୍ସଟ ପିଲେ କ'ଣ ଦେଇଛି? 97 ପ୍ରଶ୍ନ ଓଡ଼ିଶାରେ ଜିଲ୍ଲା ପରିଷଦର ସଦସ୍ୟମାନେ କିପରି ନିର୍ବାଚିତ ହୁଅନ୍ତି? ଲୋକମାନେ ସିଧାସଳଖ ଭୋଟ ଦିଅନ୍ତି ନା ନାହିଁ? ତ ପ୍ରତ୍ୟକ୍ଷ ଭାବେ। 98 ସମ୍ବିଧାନର କେଉଁ ଧାରାରେ ସଂସଦର ଗଠନ ବିଷୟରେ କୁହାଯାଇଛି? ଧାରା 79। କ'ଣ କୁହାଯାଇଛି? ରାଷ୍ଟ୍ରପତି ଆଉ ରାଜ୍ୟସଭା ଆଉ ଲୋକସଭାକୁ ନେଇକି ଆମର ସଂସଦ ଗଠିତ ନା ନାହିଁ? କେଉଁ ଧାରାରେ କୁହାଯାଇଛି? ଧାରା 79। କ'ଣ କୁହାଯାଇଛି? ସଂସଦର ଗଠନ ବିଷୟରେ କୁହାଯାଇଛି। ଭାରତୀୟ ସମ୍ବିଧାନରେ ଯେଉଁ ସିଙ୍ଗଲ ସିଟିଜେନସିପ୍ କେଉଁ ଦେଶରୁ ଆସିଛି? କେଉଁଠୁ ଆସିଛି? UK, ବ୍ରିଟେନ ନା ନାହିଁ? ତ ବ୍ରିଟେନ ପରି ଭାରତ ମଧ୍ୟ ଏକକ ନାଗରିକତାର ବ୍ୟବସ୍ଥା ରହିଛି। ନେକ୍ସଟ ଲାଷ୍ଟ ପ୍ରଶ୍ନ ପିଲେ କ'ଣ ଦେଇଛି? ସମ୍ବିଧାନର କେଉଁ ଅନୁସୂଚୀରେ ପୌରପାଳିକାର ବିଷୟରେ ଉଲ୍ଲେଖ କରାଯାଇଛି? କେଉଁ ପାଳିକାରେ? 1200ରେ। ତ
ତ କେଉଁ ସଂଶୋଧନ ଆଇନ ଅନୁଯାୟୀ 74ତମ ସଂଶୋଧନ ଆଇନ ଅନୁଯାୟୀ ସହରାଞ୍ଚଳର ଶାସନ ପାଇଁ 1200 ଅନୁସୂଚୀ ଯୋଡ଼ାଗଲା। ତ ଏହିପରି ଭାବେ ସୁନ୍ଦର ସୁନ୍ଦର କ୍ଲାସ୍ କରିବା ପାଇଁ ଆପଣମାନେ ଆମର ଡିପି ଏଣ୍ଟ୍ରାନ୍ସ ଚ୍ୟାନେଲ୍ ସହିତ ସଂଯୋଗ ହୋଇ ରୁହନ୍ତୁ। ସବସ୍କ୍ରାଇବ୍ ଲାଇକ୍ ସେୟାର କରି ଆପଣଙ୍କ ସାଙ୍ଗମାନଙ୍କୁ ମଧ୍ୟ କ୍ଲାସ୍ କରିବାକୁ ମୋଟିଭେସନ୍ ଦେଖନ୍ତୁ। ଆମେ ନେକ୍ସଟ କ୍ଲାସ୍ରୁ ଇଂଲିଶରେ ମଧ୍ୟ ପ୍ରଶ୍ନ କିଛି କରିବା ପାଇଁ ଚେଷ୍ଟା କରିବା। ଏତିକି ରହିଲି। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ମଙ୍ଗଳା।